ଆପଣ ଆମିଷ ଖାଇବା ପାଇଁ ଭଲ ପାଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ, କାରଣ ଆପଣଙ୍କୁ ହୋଇପାରେ ଅନେକ କିଛି ମାରାତ୍ମକ ରୋଗ। ଅନେକ ଲୋକ ଆମିଷ ଖାଇବାକୁ ଖୁବ୍ ଭଲ ପାଆନ୍ତି ଏବଂ ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ସାରଣୀରେ ସାମିଲ କରିଥାନ୍ତି। କିଛି ଲୋକ ତ ଏମିତି ଅଛନ୍ତି, ସେମାନଙ୍କୁ ବିନା ଆମିଷରେ ଖାଦ୍ୟ ବି ରୁଚେ ନାହିଁ। ତେବେ ଆମିଷ ଖାଦ୍ୟରେ ପ୍ରୋଟିନ୍, ଲୌହ ଏବଂ ଭିଟାମିନ୍ B12 ଭଳି ପୋଷକ ତତ୍ତ୍ୱମାନ ଥାଏ, ଯାହା ଅଳ୍ପ ଖାଇଲେ ବି ଆମକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ ଅନେକ ଲୋକ ନିଜ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆମିଷ ଖାଆନ୍ତି ସତ, କିନ୍ତୁ ଅନେକ ସମୟରେ ଏହାକୁ ଅତ୍ୟଧିକ ମାତ୍ରାରେ ସେବନ କରିଥାନ୍ତି। ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଆମିଷ ଖାଦ୍ୟର ଅତ୍ୟଧିକ ବ୍ୟବହାର ଆପଣଙ୍କ ଶରୀର ପାଇଁ ଘାତକ ହୋଇପାରେ। ଆମିଷ ଖାଦ୍ୟ ଖାଇବା ଦ୍ୱାରା ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ିପାରେ। ରେଡ୍ ମିଟ୍ ଏବଂ ପ୍ରୋସେସ୍ଡ ମିଟ୍କୁ ବିଶେଷ ଭାବରେ ସବୁଠାରୁ କ୍ଷତିକାରକ ବୋଲି ବିବେଚନା କରାଯାଏ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟ ଅନୁଯାୟୀ ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଅତ୍ୟଧିକ ପରିମାଣରେ ଲାଲ ମାଂସ ଏବଂ ପ୍ରକ୍ରିୟାକୃତ ମାଂସ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ପାଇଥାଏ ଏବଂ ହୃଦରୋଗର ଆଶଙ୍କା ବଢ଼ିପାରେ। ଆମିଷ ଖାଦ୍ୟରେ ଥିବା ସାଚୁରେଟେଡ୍ ଫ୍ୟାଟ୍ ରକ୍ତବାହୀ ନଳୀରେ ବ୍ଲକେଜ୍ ସୃଷ୍ଟି କରିପାରେ, ଯାହାଫଳରେ ହୃଦଘାତ ଏବଂ ବ୍ରେନ୍ ଷ୍ଟ୍ରୋକ୍ ଭଳି ଗଭୀର ପରିସ୍ଥିତି ସୃଷ୍ଟି ହୋଇପାରେ। ଏହା ନିମୋନିଆ, କୋନ୍ ପଲିପ୍ସ ଏବଂ ଡାଇଭର୍ଟିକୁଲାର ରୋଗ ସହିତ ମଧୁମେହର ଆଶଙ୍କା ମଧ୍ୟ ବୃଦ୍ଧି କରେ। ଏନି ପ୍ରତିଦିନ ଆମିଷ ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ଏବଂ ଆପଣ ଏଥିପାଇଁ ଏକ ବିରାଟ ମୂଲ୍ୟ ମଧ୍ୟ ଦେଇପାରନ୍ତି। ଆମିଷ ଖାଦ୍ୟ ମୋଟାପା ଏବଂ ଟାଇପ୍ 2 ମଧୁମେହ ସହିତ ଜଡ଼ିତ। ନିୟମିତ ଭାବରେ ଛଣାଛଣି କିମ୍ବା ଅଧିକ ଚର୍ବି ଥିବା ଆମିଷ ଖାଦ୍ୟ ଖାଇବା ଦ୍ୱାରା ଦ୍ରୁତ ଗତିରେ ଓଜନ ବୃଦ୍ଧି ପାଇଥାଏ ଏବଂ ଅତ୍ୟଧିକ ମେଦ ବୃଦ୍ଧି ହିଁ ଉଚ୍ଚ ରକ୍ତଚାପ ଏବଂ ଡାଇବେଟିକ୍ ସହିତ ଗଣ୍ଠି ବାତ ସମସ୍ୟା ରୋଗର ବିପଦର କାରଣ ସାଜିଥାଏ। ଅନେକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ପ୍ରୋସେସ୍ଡ ମିଟ୍ ଅତ୍ୟଧିକ ବ୍ୟବହାର ଇନ୍ସୁଲିନ୍ ପ୍ରତିରୋଧକୁ ବୃଦ୍ଧି କରିପାରେ, ଯାହା ଟାଇପ୍ 2 ଡାଇବେଟିକ୍ର ଆଶଙ୍କାକୁ ବୃଦ୍ଧି କରିଥାଏ। ଗବେଷକମାନେ ବିଶ୍ୱାସ କରନ୍ତି ଯେ କୁକୁଡ଼ା ମାଂସର ଅତ୍ୟଧିକ ବ୍ୟବହାର ଗ୍ୟାଷ୍ଟ୍ରୋସୋଫେଜିକାଲ ରିଫ୍ଲକ୍ସ ରୋଗ, ଗ୍ୟାଷ୍ଟ୍ରାଇଟିସ୍ ଏବଂ ପିତ୍ତକୋଷ ରୋଗର ଆଶଙ୍କା ମଧ୍ୟ ବୃଦ୍ଧି କରିପାରେ। ଖାଲି ସେତିକି ନୁହେଁ, ଏହାଦ୍ୱାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ମଧ୍ୟ ଆପଣଙ୍କୁ କବଳିତ କରିପାରେ। ତେଣୁ ଯଦି ଆପଣ ଦୈନନ୍ଦିନ ଆମିଷ ଖାଉଛନ୍ତି, ତାହେଲେ ହୋଇଯାନ୍ତୁ ସାବଧାନ।